ଜାତୀୟ ଖାଦ୍ୟ ତେଲ ତାଲ ତେଲ ନେଇ ତାଲିମ ଶିବିର। ଉଦ୍ୟାନ କୃଷି ବିଭାଗ ଓ ତାଲ ତେଲ ସହଯୋଗ କମ୍ପାନୀ ଡୋମ୍ବାଲା ଆଗ୍ରୋ ପ୍ରାଇଭେଟ ଲିମିଟେଡ ସମ୍ବଲପୁରର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସଦର ଉପନିର୍ଦ୍ଦେଶକ ଉଦ୍ୟାନ କୃଷି ବିଭାଗ ସଭାଗୃହରେ କୁଚିଣ୍ଡା, ବାମରା, ଜମନକିରା, ଜୁଜୁମୁରା ଏବଂ ରେଙ୍ଗାଲି ଚାଷୀକୁ ନେଇ ଏକ ତାଲ ତେଲ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ତାଲିମ ଶିବିରରେ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ହିମାଂଶୁ ଶେଖର ସାହୁ, ତାଲଚେର ଜିଲ୍ଲା ପରିଚାଳକ ମନୋଜ ଦାସ, ଓୟୁଏଟି ପ୍ରଫେସର ବିଜୟ ସେଠୀ, ଜଙ୍ଗଲ ବିଭାଗୀୟ ଅଧିକାରୀ ଅନ୍ତର୍ଯାମୀ ପାଣିଗ୍ରାହୀ, ସହକାରୀ କୃଷିଯନ୍ତ୍ରୀ ରାଧାମୋହନ ଦ୍ୱିବେଦୀ ଯୋଗଦେଇ ଚାଷୀମାନଙ୍କୁ ତାଲ ତେଳ ଚାଷ ସମ୍ବନ୍ଧୀୟ କ୍ଷେତ୍ର ପରିଚାଳନା, ରୋପଣ କୌଶଳ, ଚାଷରୁ ଆମଦାନୀ ଲାଭାଂଶ ଏବଂ ସରକାରଙ୍କ ଦ୍ୱାରା ପ୍ରଦତ୍ତ ପ୍ରୋତ୍ସାହନ ରାଶି ସମ୍ବନ୍ଧରେ ସମ୍ପୂର୍ଣ୍ଣ ତାଲିମ ଦେବା ସଙ୍ଗେ ପୂର୍ବରୁ ବରଗଡ଼ ଜିଲ୍ଲାରେ ଅତାବିରାରେ ଚାଷ ହୋଇଥିବା ତାଲ ତେଲ କ୍ଷେତ୍ର ପରିଦର୍ଶନ କରାଇଥିଲେ। ବ୍ୟୁରୋ ରିପୋର୍ଟ, ସନ୍ଧାନ ନ୍ୟୁଜ। ଆଜି ଆମର ଉଦ୍ୟାନ ବିଭାଗ ତରଫରୁ ଅଏଲ ପାମ୍ ଚାଷ ବିଷୟରେ ଆମର DDH କନଫରେନ୍ସ ହଲ୍ରେ 50 ଜଣ ପାଖାପାଖି ଚାଷୀଙ୍କୁ ନେଇକି ଆମର ଆଜି ଅନୁଷ୍ଠିତ ହୋଇଥିଲା। ଏଥିରେ ଆମର ଓୟୁଏଟିର ସାଇଣ୍ଟିଷ୍ଟ ପ୍ଲସ୍ ଆମର ଫରେଷ୍ଟ ଡିପାର୍ଟମେଣ୍ଟର ପ୍ଲସ୍ ଆମର ଡ୍ରିପ୍ ଇରିଗେସନ୍ର କମ୍ପାନୀର ମାନେ ତାଙ୍କର ଯେଉଁମାନେ ଏକ୍ଜିକ୍ୟୁଟାଣ୍ଟ ସେମାନେ ମଧ୍ୟ ଆଜି ଉପସ୍ଥିତ ଥିଲେ। ଆଉ ଆମର ଅନ୍ୟ ଅଫିସରମାନେ ମଧ୍ୟ ଉପସ୍ଥିତ ରହିଥିଲେ। ମେନ୍ କଥା ହେଲା ଆମର ଗତ ବର୍ଷ ଆମେ 60 ହେକ୍ଟର ବର୍ତ୍ତମାନ ସୁଦ୍ଧା କରିଥିଲୁ ସମ୍ବଲପୁର ଡିଷ୍ଟ୍ରିକ୍ଟରେ ଅଏଲ ପାମ୍ ଚାଷ। ଏ ବର୍ଷ ପାଖାପାଖି 354 ହେକ୍ଟର କହୁଛନ୍ତି ସବୁ କରାହେଇଛି ଆମର। ତାକୁ ତାପରେ ଆମର ଏଥିରେ ପାଖାପାଖି 90 ଲକ୍ଷ ଟଙ୍କା ଆମର ଏ ବର୍ଷ ବଜେଟ୍ ଖର୍ଚ୍ଚ ହେଇଛି। ଆଉ ଆଗାମୀ ବର୍ଷ ଆମର ପାଖାପାଖି 1200 ହେକ୍ଟର ଆମର ପ୍ଲାଣ୍ଟେସନ୍ ହେବ ବୋଲି ବର୍ତ୍ତମାନ ଟାର୍ଗେଟ୍ ଆସିବ ବୋଲି କୁହାଯାଉଛି। ଯାହାଫଳରେ ମାନେ ପ୍ରତି ବ୍ଲକ ପିଛା ଆମର ପାଖାପାଖି 100ରୁ 150 ହେକ୍ଟର ପାଖାପାଖି ଆମର ପ୍ଲାଣ୍ଟେସନ୍ କରିବାକୁ ପଡ଼ିବ। ସେଥିପାଇଁ ଚାଷୀମାନଙ୍କୁ ଭଲ ଭାବରେ ବୁଝାଗଲା ଅଏଲ ପାମ୍ ବିଷୟରେ କେମିତି ଚାଷ କରିବେ, କେତେ ଇଏରେ ଡିଷ୍ଟାନ୍ସରେ କରିବେ, କେତେ ସାର ଦେବେ, କେତେ ଗାତ ଖୋଳିବେ, ପ୍ଲସ୍ ତାର କେମିତି ମେଣ୍ଟେନାନ୍ସରେ କେମିତି ପଇସା ପାଇବେ ସବୁ ଆମର ଗଛ ଲଗାଇବା ବାବଦକୁ, ଆଉ ଇଣ୍ଟରକ୍ରପିଂ ବାବଦକୁ ମଧ୍ୟ କେତେ ତାର ପାଇବେ ସେ ବିଷୟରେ ମଧ୍ୟ ବୁଝାଗଲା। ଚାରା କେମିତି ଫ୍ରି ପାଉଛନ୍ତି ସେ ବିଷୟରେ ମଧ୍ୟ ବୁଝାଗଲା। ତାପରେ ଆମର 35 ବର୍ଷ ପର୍ଯ୍ୟନ୍ତ ତାର ଇଏ ପାଇବେ, ଫଳକୁ ବିକ୍ରି କରିକି ତାଙ୍କର ପଇସା ଲାଭ ପାଇବେ, ସେଥିପାଇଁ ମଧ୍ୟ ତାଙ୍କୁ ସବୁ ବୁଝାଇ ଦିଆଗଲା। ତାପରେ ବର୍ତ୍ତମାନ ମଧ୍ୟ ସେମାନେ ଫିଲ୍ଡ ମଧ୍ୟ ଭିଜିଟ୍ କରିଯିବେ ବୋଲି ତାଙ୍କୁ ବର୍ତ୍ତମାନ ଆରେଞ୍ଜମେଣ୍ଟ କରାଯାଇଛି।